ଯେ କାର୍ଯ୍ୟ କରିବ ଯେ ଲୋକଙ୍କର ସୁଖ ଦୁଃଖରେ ଅଛି ଲୋକ ଭୋଟର ତାଙ୍କ ପାଖରେ ଅଛନ୍ତି। ସାଧାରଣ ନିର୍ବାଚନ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା ଚାଲିଥିବା ବେଲେ କିଏ ମାରିବ ବାଜି এই 2024 ନିର୍ବାଚନରେ ଆମେ ବର୍ତ୍ତମାନ ଅଛୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଏକ ଚାହା ଖୁଟିରେ ଅଛୁ। ଚାହା ଖୁଟି ଯେଉଁ ଅଛନ୍ତି କିଛି ଭୋଟର ଅଛନ୍ତି ଆମେ ତାଙ୍କର ସିଧାସଳଖ ପ୍ରତିକ୍ରିୟା ନେବା ଏବଂ ତାଙ୍କର ଯେଉଁ ଭୋଟରଙ୍କ ମତ ବୁଝିବା ଯେ ସେ ପ୍ରକୃତର କାହାକୁ କରିବେ ଏଇ ଯେଉଁ 2024 ନିର୍ବାଚନରେ କାହାକୁ ବାଛିବେ ଏବଂ କାହାକୁ ଚୟନ କରିବେ। ଆଜ୍ଞା କ'ଣ କହିବେ ବର୍ତ୍ତମାନ ଯେଉଁ ସାଧାରଣ 2024 ନିର୍ବାଚନ ଆସୁଛି ଯଦି ଆମେ ଦେଖିବା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବେଶ ଚର୍ଚ୍ଚା ରହିଛି ସବୁବେଳେ ଚର୍ଚ୍ଚା ରହିଛି ଯେଉଁ ତ୍ରିମୁଖୀ ଲଢ଼େଇ ସଂଘ 3 ଜଣ ବେଶ ଦମଦାର 3 ଦଳର ନିର୍ବାଚନ ଲଢ଼ୁଥିବା ବେଳେ ମୋତେ ଅନ୍ୟାନ୍ୟ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆପଣ କାହାକୁ ଚୟନ କରିବେ ଏଇ ଯେଉଁ 2024 ନିର୍ବାଚନରେ? ଆମେ ତ ଜିତୁ ରାଉତ ମୁଁ ସିଦ୍ଧାନ୍ତ କରୁଛୁ। କାହିଁକି ଜିତୁ ରାଉତ କାହିଁ ସପୋର୍ଟ କରିବେ? ନବୀନ ପଟ୍ଟନାୟକ ଅନେକ ଦିଆ ହେଉଛି। ଯେଉଁ ଜିତୁ ରାଉତ ଆପଣଙ୍କ ବାସୁଦେବପୁର ପାଇଁ କ'ଣ କାମ କରିଛନ୍ତି? ଆଜ୍ଞା ନବୀନ ପଟ୍ଟନାୟକ ଆମକୁ ଭଲ ଦେଖୁଛି ଆଉ ଆମେ କାର୍ଯ୍ୟ ଠିକ୍ କାମ କରୁଛନ୍ତି ଆଉ ଆମେ କାହିଁକି ନ ଦେବୁ। ଆପଣ ଯେଉଁ କହିଲେ ଜିତୁ ରାଉତରାୟ ଯେହେତୁ ଅନ୍ୟ ଦଳ ଆହୁରି ମଧ୍ୟ 2 ଦଳର ଛିଡ଼ା ହୋଇଛନ୍ତି ଏବଂ ସ୍ୱାଧୀନ ଯଦି କହିବା ସ୍ୱାଧୀନରେ ମଧ୍ୟ ଅନେକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆପଣ ଜିତୁ ରାଉତରାୟ କାହିଁକି ହେଉଛି ଚୟନ କଲେ ଯେ? ହଁ ଉପଯୁକ୍ତ କ୍ୟାଣ୍ଡିଡେଟ୍ ପ୍ରତିନିଧି ଜଣେ ଆମ ସାଙ୍ଗରେ ଆଉ କିଛି ଅଛନ୍ତି ଆମେ ଶେଷ କଥା ହେବା। ଆଜ୍ଞା କ'ଣ କହିବେ ଯେହେତୁ ଆମେ ଯଦି ଦେଖିବା ଯେଉଁ ସାଧାରଣ ନିର୍ବାଚନକୁ ନେଇ ବାସୁଦେବପୁର ନିର୍ବାଚନ ଏକ ବେଶ ଚର୍ଚ୍ଚା ସବୁବେଳେ ରହିଥାଏ ଯଦି କହିବା 3 ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଏବଂ 3 ଦଳର ବେଶ ଟାଣୁଆ ନେତା ମଧ୍ୟ ରହିଛନ୍ତି ଆଉ ଅନ୍ୟ ଦଳ ଯଦି ଦେଖିବା ସ୍ୱାଧୀନ ବି ମଧ୍ୟ ଅନେକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆପଣ କାହାକୁ ବାସୁଦେବପୁର ନିର୍ବାଚନର ପ୍ରକୃତର ଉପଯୁକ୍ତ ପ୍ରାର୍ଥୀ କାହାକୁ ଆପଣ ଚୟନ କରିବେ? ଜିତୁ ରାଉତରାୟ। କ'ଣ ପାଇଁ ଜିତୁକୁ ଆପଣ ଚୟନ କରିବେ? ତାଙ୍କର କାର୍ଯ୍ୟଦକ୍ଷତା ନବୀନ ପଟ୍ଟନାୟକଙ୍କର ତାଙ୍କର ଯେଉଁ ବିଭିନ୍ନ ଯୋଜନା ସେ ଯୋଜନାକୁ ଆଣି ଜିତୁ ରାଉତରାୟ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜନସାଧାରଣ ପାଖରେ ଠିକ୍ ସୁଚାରୁ ରୂପେ ସେ ଆଣିକି ତାଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି ଏବଂ ବାସୁଦେବପୁର ବ୍ଲକ ଏବଂ ତିହିଡ଼ି ବ୍ଲକର ଯେଉଁ 9 ପଞ୍ଚାୟତ ଅଛି ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବହୁତ କିଛି ସେ ଆସିଲା ପରେ ଏଇ 9 ପଞ୍ଚାୟତରେ ବହୁତ କିଛି ଉନ୍ନତିକର କାର୍ଯ୍ୟ ହେଇଛି। ମୁଁ ଆମ ଏଇ ଆଖପାଖ କଥା କହୁଛି ଆମର ଗୋଟେ ଏବେ ନୂଆ ବସଷ୍ଟାଣ୍ଡ ପାଇଁ ବସଷ୍ଟାଣ୍ଡରେ ତିହିଡ଼ିରେ ନଥିଲା ବସଷ୍ଟାଣ୍ଡ ପାଇଁ ଶୁଭ ବି ମଧ୍ୟ ଦିଆହେଇଛି। ବିଭିନ୍ନ ପଞ୍ଚାୟତରେ ଯେଉଁ କଲ୍ୟାଣ ମଣ୍ଡପ ବିବାହ କରିବା ପାଇଁ ଗରିବ ଲୋକଙ୍କର ଯେଉଁ ସମସ୍ୟା ଥିଲା ସେଥିପାଇଁ ଗୋଟେ ଯେଉଁ ବିଜୟଶ୍ରୀ କଲ୍ୟାଣ ମଣ୍ଡପ ବିଭିନ୍ନ ପଞ୍ଚାୟତରେ ସେ ବି ଏକ ପ୍ରକାର ସରି ଆସିଲାଣି ଏବଂ ବହୁତ କିଛି କାର୍ଯ୍ୟ ସେ କରୁଛନ୍ତି। ତେଣୁ ଯେ କାର୍ଯ୍ୟ କରିବ ଯେ ଲୋକଙ୍କର ସୁଖ ଦୁଃଖରେ ଅଛି ଲୋକ ଭୋଟର ତାଙ୍କ ପାଖରେ ଅଛନ୍ତି। ଜିତୁ ରାଉତରାୟ କ'ଣ ପ୍ରକୃତର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ କାମ କରିଛନ୍ତି? ନିଶ୍ଚିତ। ଯଦି ଆପଣଙ୍କର ଆଶା ଅଛି କି ଆପଣ ଯଦି ଜିତୁ ରାଉତରାୟକୁ ଚୟନ କରୁଛନ୍ତି ତାହେଲେ ଯେଉଁ ଆଗାମୀ ଦିନ ପାଇଁ ଯେଉଁ ଏଇ ନିର୍ବାଚନ ଯଦି ଜିତୁ ରାଉତରାୟ ବିଜୟ ଲାଭ କଲେ ତାହେଲେ ବାସୁଦେବପୁର ପାଇଁ ଆଗାମୀ ଦିନ ପାଇଁ ଉନ୍ନତି ହେବ ବୋଲି ଆପଣ ଭାବିଛନ୍ତି କି? ନିଶ୍ଚିତ 100% ଉନ୍ନତି ହେବ ଉନ୍ନତି ହେଉଛି ଆଉ ହେବ ଏଥିରେ କିଛି ସନ୍ଦେହ ନାହିଁ। ବାସୁଦେବପୁର ଆଉ କ'ଣ ଅଧୁରା କାମ କିଛି ଅଛି କି? ଯାହା ବି ଅଛି ଏଇ ନିର୍ବାଚନ ସରିଲା ପରେ ସେ ବି ମଧ୍ୟ ପୂରଣ ହୋଇଯିବ ସେ ବିଶ୍ୱାସ ଆଶା ଭରସା ଅଛି ଜିତୁ ରାଉତରାୟଙ୍କ ଉପରେ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ମଧ୍ୟ ଅଛି ପାଣ୍ଡିଆନ ସାର୍ଙ୍କ ଉପରେ ମଧ୍ୟ ଅଛି। ନିଶ୍ଚୟ ଶୁଣିପାରୁଥିଲେ ଆମ ସାଙ୍ଗରେ ଆଉ ଜଣେ ଅଛନ୍ତି ଭାଇ କ'ଣ କହିବେ ଯେହେତୁ ବର୍ତ୍ତମାନ ସାଧାରଣ ନିର୍ବାଚନ ନେଇ ରାଜନୀତି ବେଶ ସରଗରମ ହେବାର ଲାଗିଛି କିନ୍ତୁ ଆମେ ଯଦି ଦେଖିବା କେବଳ ଗୋଟିଏ ଦଳ ନୁହେଁ 3 ଦଳ ଛିଡ଼ା ହେବା ସାଙ୍ଗରେ ତା'ର ଅନ୍ୟାନ୍ୟ ଦଳ ମଧ୍ୟ ଅଛନ୍ତି ଆପଣ ଏଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ଆପଣ ପ୍ରକୃତର କାହାକୁ ଚୟନ କରିବେ କି ହଁ ଏଇ ଲୋକକୁ ଆମେ ଚୟନ କଲେ ଆମେ ଯଦି ଭୋଟ ଖଣ୍ଡେ ଦେବୁ ଭୋଟଟା ଯାହା ଆମେ ବିଷ୍ଣୁମତ ରାଉତରାୟ ଜିତୁକୁ ସମର୍ଥନ କରୁ। ଉନ୍ନତିମୂଳକ କାମ ଏଠି ଆମର ଯେଉଁ ଭାଟପଡ଼ା ପଞ୍ଚାୟତରେ ଏଠି ବହୁତ ଉନ୍ନତିମୂଳକ କାମ ହୋଇଛି କୋଟି କୋଟି ଟଙ୍କାର କାମ ହୋଇଛି। ଅନ୍ୟ ଦଳ ଆସନ୍ତି ସେମାନେ କିଛି ଏଠି ପ୍ରଭାବ ନାହିଁ ତାଙ୍କର ଜିତୁ ରାଉତରାୟ ବହୁତ ଭୋଟରେ ଜିତିବ। ଆମେ ଆଗ ତ 12,000ରୁ 13,000 ଭୋଟ 9 ପଞ୍ଚାୟତରେ ଦେଇଥିଲୁ ଏଥର ବି ଆମେ ମଧ୍ୟ 9 ପଞ୍ଚାୟତରେ 12,000ରୁ 13,000 ଭୋଟ ଲିଡ୍ ଦେମୁ। ଏଠି ବହୁତ ନବୀନ ପଟ୍ଟନାୟକର ଉନ୍ନତିମୂଳକ କାମ ହେଉଛି ଏଠି ସବୁ ପ୍ରକାର ଜିତୁ ରାଉତଙ୍କର ପ୍ରଭାବ ବହୁତ ଏଠି ଆଉ କିଛି ଅନ୍ୟ ଦଳର କିଛି ନାହିଁ ପ୍ରଭାବ। ଆମେ ଯଦି ଦେଖିବା କେବଳ ବିଜେଡ଼ିର ଆପଣ କହୁଛନ୍ତି ଯେଉଁ ଜିତୁ ରାଉତରାୟ ତା ସାଙ୍ଗର ଯେଉଁ ଆଉ 2ଟି ଦଳର ଯେଉଁ ଛିଡ଼ା ହେଇଛନ୍ତି ସିଏ ବି ବେଶ ଲୋକଙ୍କର ବେଶ ଦବଦବା ରହିଛି ଆପଣ ଜିତୁ ରାଉତରାୟକୁ କ'ଣ ପାଇଁ ଚୟନ କରୁଛନ୍ତି କି ଅନ୍ୟ 2 ଦଳ ଅଛନ୍ତି ତା ସହିତ ସ୍ୱାଧୀନ ଦଳ ମଧ୍ୟ ଅଛି ଆପଣ ଜିତୁ ରାଉତରାୟକୁ କ'ଣ ପାଇଁ ଚୟନ କରୁଛନ୍ତି? ସେ
ସବୁ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ କରୁଛନ୍ତି ସବୁ ପ୍ରକାର ଅନ୍ୟ ଦଳମାନେ ତ କେହି କେବେ ଏଠିକି ଆସନ୍ତିନି କେବେ ତାଙ୍କର କିଛି ବି ଏଠି ନାହିଁ ଲେସ୍ ସେମାନେ ଜିତୁ ରାଉତରାୟ ସବୁ ପ୍ରକାର ନବୀନ ପଟ୍ଟନାୟକର ଯେତେ ପ୍ରକାର ଭାବମୂର୍ତ୍ତି ଜିନିଷ ଯେଉଁ ପ୍ରକାର ଆମର ରେସନ୍ କାର୍ଡ଼ ହେଉ ଯେଉଁମାନେ କାଳିଆ ଯୋଜନା ହେଉ ଯେଉଁ ପ୍ରକାର BSK କାର୍ଡ଼ ହେଉଛି ସବୁ ପ୍ରକାର ସିଏ ଆଣିକି ଏଠି ଇଏ କରୁଛନ୍ତି କୋଟି କୋଟି ଟଙ୍କାର କାମ ହେଉଛି ରାସ୍ତାଘାଟ ସବୁ ପ୍ରକାର ଉନ୍ନତିମୂଳକ କାମ ହେଉଛି ସିଏ ବିପୁଳ ଭୋଟରେ ଜିତୁ ରାଉତରାୟ ଜିତିବ। କହୁଛନ୍ତି ଜିତୁ ରାଉତରାୟ କ'ଣ ପ୍ରକୃତର ଜନସାଧାରଣ ପାଇଁ ଏବଂ ଗୋଟେ ଭୋଟର ପାଇଁ ପ୍ରକୃତର କ'ଣ ଉପଯୁକ୍ତ ପ୍ରାର୍ଥୀଟି କି? ନିଶ୍ଚିତ ସିଏ ସବୁବେଳେ ସଦା ସର୍ବଦା ଜିତିଲା ପରେ ବି ସେମାନେ ରୁହନ୍ତି ଏ ଆମ ନିର୍ବାଚନ ମଣ୍ଡଳୀର ସବୁବେଳେ ରୁହନ୍ତି ଆଉ ଅନ୍ୟମାନେ ଏଇ ନିର୍ବାଚନ ହେଲେ ଆସନ୍ତି କିନ୍ତୁ ନିର୍ବାଚନ ପରେ ବି ସେ ସବୁବେଳେ ଏଠି ରୁହନ୍ତି ସମର୍ଥ କରନ୍ତି। ଶୁଣୁଥିଲେ ଆମ ସାଙ୍ଗରେ ଆଉ ଜଣେ ଅଛନ୍ତି ଭୋଟର ଅଛନ୍ତି ଆମେ ତାଙ୍କ ସହିତ ପ୍ରତିକ୍ରିୟା ନେବା। ଆଜ୍ଞା କ'ଣ କହିବେ ଯେହେତୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ତ୍ରିମୁଖୀ ଲଢ଼େଇ ହେବା ସହ ତା ସାଙ୍ଗରେ ସ୍ୱାଧୀନ ପ୍ରାର୍ଥୀ ଅନ୍ୟାନ୍ୟ ଦଳ ମଧ୍ୟ ରହିଛନ୍ତି ଏଇ ଯେଉଁ 2024 ନିର୍ବାଚନ ଯଦି ଭୋଟର ଜଣେ ଚୟନ କରିଥାଏ ଗୋଟାଏ ପ୍ରାର୍ଥୀକି ନିଶ୍ଚିତ 5 ବର୍ଷ ପାଇଁ ସେ ଅନେଇ ବସିଥାଏ କି ଆମ ଏରିଆର ଉନ୍ନତିକରଣଟା କ'ଣ ହେବ ନେଇକି ଆପଣ କାହାକୁ ଚୟନ କରୁଛନ୍ତି? ଆମର ବିଷ୍ଣୁଦତ୍ତ ରାଉତରାୟ ଦରକାର। କ'ଣ ପାଇଁ ବିଷ୍ଣୁଦତ୍ତ ରାଉତରାୟ ଆପଣ ଚୟନ କରୁଛନ୍ତି? ଆମର ବା ବହୁତ କାମ ହେଇଛି ଆମ ଗାଁରେ ବି ବହୁତ କାମ ହେଇଛି ବହୁତ କାମ ବି ହେବ ଆମକୁ ଯେତିକି ବହୁତ ବି ସାହାଯ୍ୟ କରୁଛନ୍ତି ସବୁବେଳେ ବି ଆମ ପଛେ ପଛେ ଅଛନ୍ତି ଆମେ ତାକୁ ବି ଯାଇକି ଆମେ ବହୁତ ସହଯୋଗ କରୁଛୁ ଆଉ ସିଏ ଆମେ ଯଦି ସିଏ ନ ରହିବେ ତାହେଲେ ଆଉ କୌଣସି ଦଳ ବି ଆମ ସାଙ୍ଗରେ ରହିପାରିବେନି ଆମ କାମ ବି ସିଏ କରିପାରିବେନି। ଆପଣ ଭାବୁଛନ୍ତି କି ନିର୍ବାଚନ ମଇଦାନରେ ଜିତୁ ରାଉତରାୟ ଆଗାମୀ ଦିନ ପାଇଁ ବିଜୟ ଲାଭ କରିବେ କି ଅନ୍ୟ ଦଳ ବିଜୟ ଲାଭ କରିବେ ଆପଣ ଆଶା କାହାକୁ ରଖୁଛନ୍ତି? ଏଠି ଜିତୁ ରାଉତରାୟ ବିଜୟ ଲାଭ କରିବେ ନା ଅନ୍ୟ ଦଳର ବିଜୟ? ନା ଜିତୁ ରାଉତରାୟ ଆମର ବିଜୟ ଲାଭ କରିବେ ନା। କାହିଁକି ଜିତୁ ରାଉତରାୟକୁ ଆପଣ ସପୋର୍ଟ କରୁଛନ୍ତି? ସପୋର୍ଟ କରୁଛି ବା ଏଇଥିପାଇଁ ଆମର ଯେତିକି ମାନେ ଯେ କାମ ହେଲାଣି ଆଉ କୌଣସି ଦଳ ବି ଆମର କାମ କରିନାହିଁ ସେଥିପାଇଁ ଆଉ ସପୋର୍ଟ କରିବୁ। ଆପଣ ଭାବୁଛନ୍ତି କି ଜିତୁ ରାଉତରାୟ ଯଦି ନିର୍ବାଚନରେ ବିଜୟ ହୁଅନ୍ତି ତାହେଲେ ଆଗାମୀ ଦିନ ପାଇଁ ଆପଣଙ୍କର ଉନ୍ନତି ଆଉ କିଛି ହେବ? ହେବ ତ ମାନେ ବହୁତ କିଛି ହେବ ମାନେ ଯେତିକି ହେଲିଣି ଆହୁରି ଡବଲ୍ ହେବ। ଆପଣ ଯେଉଁ ଜିତୁ ରାଉତରାୟ ସପୋର୍ଟ କରୁଛନ୍ତି ଆପଣ କ'ଣ ଘର ପାଇଛନ୍ତି? ନା ଘର ମୁଁ ଘର ପାଇନି କିନ୍ତୁ ମୁଁ ଲୋକଙ୍କୁ ସାହାଯ୍ୟ କରୁଛି ଲୋକଙ୍କର ବି କରୁଛି। ଆପଣ କ'ଣ ଜିତୁ ରାଉତରାୟ ଯେଉଁ ଏତେ ଆପଣ ସପୋର୍ଟ କରୁଛନ୍ତି ଆମେ ଯଦି ଦେଖିବା ନିର୍ବାଚନ ମଣ୍ଡଳୀରେ ତାହେଲେ ଆପଣ ଜିତୁ ରାଉତରାୟ ପାଖରୁ ଆପଣ କ'ଣ ଲାଭବାନ ହେଇଛନ୍ତି? ନା ମୁଁ କିଛି ଲାଭ ନହେଲେ ବି ସେଟା ମୁଁ ବହୁତ ସାହାଯ୍ୟ ସହଯୋଗ ମାନେ ବହୁତ କିଛି ପାଇଛି। ସାହାଯ୍ୟ ସହଯୋଗ ଯେଉଁ ଲୋକମାନଙ୍କୁ କରୁଛନ୍ତି କାହା ଦ୍ୱାରା କରୁଛନ୍ତି? ମୁଁ ଜିତୁ ରାଉତରାୟ ଥ୍ରୋରେ କରୁଛି। ଆପଣ ଆମେ ଯଦି ଦେଖିବା ଆଜିକାଲି ଦୁନିଆରେ ଅନେକ ନେତା ମଧ୍ୟ ରହିଛନ୍ତି ନିଜ ସ୍ୱାର୍ଥ ପୂରଣ ନହେଲେ ସେ ଅନ୍ୟ ଦଳକୁ ପଳାଇ ଯାଉଛନ୍ତି ଆପଣ ଜିତୁ ରାଉତରାୟ ପାଖରୁ କୌଣସି ସ୍ୱାର୍ଥ ନ ପାଇ କୌଣସି କିଛି ବି ଲାଭ ନ ପାଇ ଆପଣ କାହିଁ ଜିତୁ ରାଉତରାୟ ସପୋର୍ଟ କରୁଛନ୍ତି? ସପୋର୍ଟ କରୁଛି ଏଇଥିପାଇଁ ମୁଁ ଗୋଟେ ଦଳର ଯାହା ବି ହେଲେ ମୁଁ ଗୋଟେ ଦଳକୁ ମାନି ନେଇଛି ମାନେ ମୁଁ ସପୋର୍ଟ କରିବି ସେଣିକି ମୋର ହଉ ନ ହଉ ମୁଁ ସେଥିପାଇଁ ମୋର ବି କିଛି ଆବଶ୍ୟକ ନାହିଁ। ଆପଣ ଭାବୁଛନ୍ତି ଜିତୁ ରାଉତରାୟ ସଫଳ ହେବେ ବୋଲି? ହଁ ନିଶ୍ଚିତ। ଯାହା ନିଶ୍ଚୟ ଭାବେ ଶୁଣୁଥିଲେ ବର୍ତ୍ତମାନ ଆମେ ଯେଉଁ ଥିଲୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଥିଲୁ ଯେଉଁ ଏକ ଚାହା ଖଟିରେ ଥିଲୁ ଯେଉଁ ଲୋକଙ୍କ ମତ ନେଉଥିଲୁ ଭୋଟରଙ୍କ ମତ ନେଉଥିଲୁ କି ଏ ନିର୍ବାଚନ ମଇଦାନ 2024 ନିର୍ବାଚନରେ ପ୍ରକୃତରେ ଲୋକମାନେ କାହାକୁ ଚୟନ କରିବେ ଯାହା ଅନେକ ଲୋକଙ୍କର ପ୍ରତିକ୍ରିୟା ମିଳିଥିଲା କି ସିଏ ଆମେ କେବଳ ବିଷ୍ଣୁଦତ୍ତ ରାଉତରାୟକୁ ଚାହୁଁଛି କାରଣ ଆମ ବାସୁଦେବପୁର ପାଇଁ ଅନେକ ଉନ୍ନତି କରିଛନ୍ତି ଏବଂ ଆଗାମୀ ଦିନ ପାଇଁ ଉନ୍ନତି କରିବେ ବୋଲି ତାଙ୍କର ଆଶା ରହିଛି। ଭଦ୍ରକରୁ ବିଜୟ କୁମାର କୁମାର ଓଡ଼ିଶା ଭାସ୍କର।